ଲୋକମାନଙ୍କର କଲ୍ୟାଣ ନିମିତ୍ତ ନିଜର ଲୀଳାକୁ ପ୍ରଦର୍ଶିତ କରିବା ନିମିତ୍ତ ମହାପ୍ରଭୁ ଅଧା ଗଢ଼ା ସ୍ୱରୂପ ହୋଇଛନ୍ତି। ହସ୍ତ ନାହିଁ କି ପଦ ନାହିଁ, ମାତ୍ର ଆପଣ ଦେଖିବେ ଜଗତ ଯାକର ଯେତେ କର୍ମ, ବ୍ରହ୍ମାଣ୍ଡ ଯାକର ଯେତେ ସବୁ କର୍ମ ଅଛି ମହାପ୍ରଭୁ ନିଜେ ହିଁ ଭିଆଣ କରୁଛନ୍ତି। କାରଣ ଇଏ ସାମାନ୍ୟ କାଷ୍ଠ ପ୍ରତିମା ନୁହଁ, ନରଦେହୀ କେହି ତାଙ୍କୁ ନିର୍ମାଣ କରିନାହିଁ। ସେ ପ୍ରଭୁ ନିଜକୁ ନିଜେ କରିଣ ନିର୍ମାଣ, ଭକ୍ତଙ୍କୁ ଦେଉଛନ୍ତି ଅଭୟ ପ୍ରଦାନ। ସେ ନିଜକୁ ନିଜେ ନିର୍ମାଣ କରିଛନ୍ତି। ଯଦିଓ ପୁରାଣ ଭାବରେ ଆମେ ଜାଣିଛେ ଅନନ୍ତ ମହାରଣା ଯିଏକି ଦେବ ଶିଳ୍ପୀ ବିଶ୍ୱକର୍ମା, ସେ ଆସି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ କଥା ବା ଅନୁରୋଧ ଅନୁଯାୟୀ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗଢ଼ିଥିଲେ ଏବଂ ରାଣୀ ଗୁଣ୍ଡିଚାଙ୍କର ଉପାଖ୍ୟାନ ମଧ୍ୟ ଆମେ ଜାଣିଛେ। ମାତ୍ର ମହାପ୍ରଭୁ ସ୍ୱୟଂ ବିଦ୍ୟମାନ ହୋଇଛନ୍ତି ନିଜ ଇଚ୍ଛା ଅନୁଯାୟୀ, ସ୍ୱ ଇଚ୍ଛାରେ ଏକରୁ ଅନେକ ହୋଇ ଚତୁର୍ଦ୍ଧା ମୂର୍ତ୍ତି ସ୍ୱରୂପରେ ଅଧା ଗଢ଼ା ଦାରୁ ଦେବତା ଦାରୁ ଦିଅଁ ରୂପରେ